जय जगन्नाथ। नमस्कार। आसନ୍ତୁ ଶୁଣିବା ମଞ୍ଜୁଳା ଦାସଙ୍କର ଆତ୍ମଜୀବନୀ ପୁସ୍ତକ ମୋ ପିଲାଦିନର 19ତମ ଭାଗ। ଭାଇ ଭଉଣୀ କହ କାହାଣୀ। ଭାଇ ଭଉଣୀ କହ କାହାଣୀ। ଆମେ 7 ଜଣ ଭାଇ ଭଉଣୀ। ୱି ଆର୍ 7। ଗୋଟିଏ ଭଉଣୀ ରଙ୍ଗିଲା ରଞ୍ଜୁ। ଗୋଟିଏ ଭାଇ ଆମକୁ ଛାଡ଼ି ଚାଲି ଯାଇଛନ୍ତି ଅତି ଛୋଟ ବୟସରୁ। ସେତେବେଳେ ଶିଶୁ ମୃତ୍ୟୁହାର ବହୁତ ଚାଲିଥିଲା। ଶିଶୁ ମୃତ୍ୟୁହାରର ଦୃଷ୍ଟାନ୍ତ ହେଉଛନ୍ତି ମୋ ଭାଇ ଭଉଣୀ ଚାଲିଯିବା। ଆମେ 4 ଭାଇ ଭଉଣୀ ଏକମାତ୍ର 4 ଭଉଣୀ ଏକମାତ୍ର ଭାଇ ଏକାଠି ଚଳି ଆସିଛୁ। ଏକାଠି ଖାଇଛୁ, ଏକାଠି ଖେଳିଛୁ, ପଢ଼ିଛୁ, ଗପ ଶୁଣିଛୁ, ଶୋଇଛୁ। ମୁଁ ବଡ଼ ପଢ଼ୁଆଁ। ବୋଉ ଭାଷାରେ ଶୁକ୍ରବାର ବିଡ଼ା। ବଡ଼ ପୁଅ ବା ବଡ଼ ଝିଅମାନେ ଯେତିକି ଅଧିକ ସ୍ନେହ ମମତା ପାଆନ୍ତି ସେତିକି ଦାୟିତ୍ୱ ବି ନିଅନ୍ତି। ପିଲାଦିନରୁ ମୋ ଜୀବନର ଲକ୍ଷ୍ୟ ଥିଲା ମୁଁ ମୋ ଭାଇ ଭଉଣୀମାନଙ୍କୁ ମଣିଷ କରିବି। ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ କରିବି। ଚତୁର୍ଥ ଶ୍ରେଣୀରୁ ବାପା ଦେଇଥିବା ଗୋଟେ ଡାଏରୀରେ ଏକଥା ମୁଁ ଲେଖୁଥିଲି ସବୁବେଳେ। ମୋ କର୍ତ୍ତବ୍ୟ କେତେ ଦୂର ମୁଁ କରିଛି କି ନା ବାପା ବୋଉ ଭାଇ ଭଉଣୀମାନେ କହିବେ। ସର୍ବୋପରି ପରମେଶ୍ୱର ମୋତେ ଯେତିକି ଶକ୍ତି ଦେଇଛନ୍ତି, ଯେତିକି ସୁଯୋଗ ଦେଇଛନ୍ତି ସେତିକି କରିଛି ବୋଲି ମୋତେ ଆତ୍ମସନ୍ତୋଷ ମିଳେ। ପିଲାଦିନେ ମୋ ସହ ସାଙ୍ଗ ଭଳି ବେଶୀ ମିଶୁଥିଲା ମୋ ତଳ ଭଉଣୀ ଅଞ୍ଜୁ। ସେ ମୋ ଠାରୁ 2.5 ବର୍ଷ ସାନ। ଆମେ 2 ଜଣ ଏକାଠି ଖାଉ, ପଢ଼ୁ, ଶୋଉ, ଖେଳୁ, ମା'ଠୁ ଗପ ଶୁଣୁ, ଯାତ୍ରା ମେଲଣ ଦେବୀ ଦେଖିବାକୁ ଯାଉ, ଫିଷ୍ଟ କରୁ, ଡ୍ରାମା କରୁ। ସେ ମୋ ଛାଇ ଭଳି ମୋ ପାଖେ ପାଖେ ରହିଥାଏ। ସେ ମୋ ଠାରୁ ବହୁତ ବୁଦ୍ଧିଆ, କାମିକା ମଧ୍ୟ। ମୁଁ ଯାହା ନ କରିପାରେ ସେ କରିଦିଏ। ଲଣ୍ଠନ ପୋଛା, ସଞ୍ଜ ଦିଆ କାମ ତାର ଥିଲା। ସେ ପିଲାଦିନେ ଭାରି ରୁଷେ, ରାହା ଧରି ବଡ଼ ପାଟିରେ କାନ୍ଦେ, ଖାଏନି। କେତେ ଲୋକ ଆସି ତାକୁ ବୁଝାନ୍ତି, ଡାକନ୍ତି। ଯାତ୍ରାକୁ ଗଲେ ସେ ରସଗୋଲା ଖାଏ ନାହିଁ। ମୁଁ ରସଗୋଲା ଖାଏ, ସେ ବରା ତରକାରୀ ଖାଏ। ତାର ଧୈର୍ଯ୍ୟ ଅଧିକ। ମୁଁ ସବୁ କଥାରେ ତରତର ହୁଏ। ସେ ଖାଇବାରେ ମଧ୍ୟ ମୋ ପାଇଁ ମୋ ଭାଗ ଯେଉଁ ଭଲ ଜିନିଷ ପଡ଼ିଥାଏ ମୁଁ ତାକୁ ଆଗ ଖାଇଦିଏ। ସେ ଧରିକିରି ବସିଥାଏ, ମୁଁ ତାଠୁ ପୁଣି ମାଗିକିରି ଖାଏ। ସେ ତାର ଜମା ପଇସାରୁ 4 ଟଙ୍କା ନେଇ ମୋ ପାସବୁକ୍ରେ ରଖିଥିଲି। ମନେ ଅଛି, ଜାନୁ ମୋତେ ମାରିଥିଲା। ସେ ଭାରି ବଳୁଆ ଥିଲା, ତାକୁ ସମସ୍ତେ ଡରନ୍ତି। ଅଞ୍ଜୁର ରାଗ ଥିଲା। ଜାନୁ ଠିଆ ହୋଇଛି, ଅଞ୍ଜୁ ତା ପିଠିରେ ଗୋଟେ ନିର୍ଘାତ ବିଧା ଥୋଇ ଦୌଡ଼ି ଦୌଡ଼ି ପଳାଇ ଆସିଲା। କାହିଁକି ମୋ ଦେଇକି ମାରିଥିଲୁ ବୋଲି କହିଲା। ଆମେ ଭାଇ ଭଉଣୀମାନଙ୍କର ଏଇ ସ୍ନେହ। ଆମ ଭଉଣୀ ଭଉଣୀ ଭିତରେ ଏତିକି ସ୍ନେହ। ନାହକ ପଣ୍ଡିତମାନେ ହାତ ଦେଖି ଜାତକ ଦେଖି କହନ୍ତି ମଞ୍ଜୁ ଅଞ୍ଜୁ ହରିବାବୁଙ୍କର 2 ପୁଅ। ମଞ୍ଜୁ ଭାରି ନାଁ କମେଇବ, ଛୋଟ ପରିବାରରେ ପଡ଼ିବ। ଅଞ୍ଜୁ ବହୁତ ପଇସା ରଖିବ, ବହୁ କୁଟୁମ୍ବରେ ପଡ଼ିବ। 7 ଭାଇ ଥିବେ। ସେ କଥା କେମିତି ସତ ହେଲା ମୁଁ ଆଜି ଭାବୁଛି। ସେ ଟାଟା କମ୍ପାନୀ ଚାକିରିକୁ ସେ ବହୁ କୁଟୁମ୍ବୀ। ଏବଂ ତାର ବାହାଘର ମୁଁ ଆୟୋଜନ କରିଥିଲି ଭୁବନେଶ୍ୱରରେ। ଅଞ୍ଜୁ ତଳେ ଆଉ ଗୋଟିଏ ଭଉଣୀ ଥିଲା, 1.5 ବର୍ଷର ହୋଇଥିଲା। ତା ନାଁ ରଞ୍ଜୁ। ସେ ଅତି ଗୋରା, ଡେଙ୍ଗାଳିଆ ଥିଲା, ଭାରି ସୁନ୍ଦର। ନରୀ ଦାଦାଙ୍କ ବାପା ତା ନାଁ ଭଗବାନ ଜେଜେ ତା ନାଁ ଦେଇଥିଲେ ରଙ୍ଗିଲା। ତାକୁ ସମସ୍ତେ ଭଲ ପାଉଥିଲେ। ସେ ଆମ ସାଙ୍ଗରେ ପୁରୀ ଯାଇଥିଲା। ଗୋଟିଏ ବାବାଜୀର ଦାଢ଼ି ଧରି ଟାଣିଲା। ଭରାଳର ମୁରଲୀ ସାହୁ ଘରକୁ ଚୋରି ହୋଇଥିଲା। ପୋଲିସବାଲା ଆସିଥିଲେ। ତାକୁ ଦେଖି ସମସ୍ତେ କାଖେଇ ପକାଇଥିଲେ। ସେ କାହାକୁ ଡରୁ ନଥିଲା। ହଠାତ୍ ତା ଦେହ କ'ଣ ହେଲା। ରାତିରେ ଡାକ୍ତର ଆସିଲେ। ସେ ଚାଲିଗଲା। ପିଲାଦିନେ ସେ ମୃତ୍ୟୁର ଦୃଶ୍ୟ ମୋତେ ବହୁତ ମାନସିକ ଆଘାତ ଦେଇଛି। ମୁଁ ଡରି ଯାଇଛି। ବୋଉ ସବୁବେଳେ କାନ୍ଦେ। ସେ ମରିବା ପରେ ବୋଉ ତାର ଫ୍ରକ୍, ତା ଜିନିଷ ଦେଖି ଧରି କାନ୍ଦିବାର ମୁଁ ଦେଖିଛି। ମୋତେ ବହୁତ କାନ୍ଦ ମାଡ଼େ, ଆଉ ମୃତ୍ୟୁକୁ ଭାରି ଡର ଲାଗେ। ଆମେ 3 ଝିଅ ହେବାରୁ ବୋଉ ଏକ ପ୍ରକାର ମନ ଦୁଃଖ କରିଥିଲା। ସେତେବେଳେ ପରିସ୍ଥିତି ସେୟା ଥିଲା। ପୁଅଟିଏ ପାଇଁ ସମସ୍ତେ ଚାହୁଁଥିଲେ। ପୁତ୍ ନାମକ ନର୍କରୁ ପୁଅକୁ ରକ୍ଷା କରିବ ବୋଲି ଏ ଧାରଣା, ଏ ବିଶ୍ୱାସ ତାଙ୍କର ଥିଲା। ବୋଉ ବହୁତ ଓଷା ବ୍ରତ କଲା, ମାନସିକ କଲା। ଠାକୁର ତା ଡାକ ଶୁଣିଲେ। ସ୍ୱପ୍ନରେ ବି ଦେଖାଇଲେ ତାର ପୁଅଟିଏ ହେଲା। ମୁଁ 3ୟ ଶ୍ରେଣୀରେ ପଢ଼ୁଥିଲି। ସମସ୍ତେ ଖୁସି ହେଲେ। ପୁଅର ନାଁ ମା' କହିଲା କ୍ଷେତ୍ରବାସୀ, ନିରାଦା ଦେଲେ ତପନ, ଗଗ ଅପା ଇତ୍ୟାଦି ଡାକିଲେ ଟୁକୁନା। ତାର ମୂଳ ଅକ୍ଷର ବାପାଙ୍କ ନାଁ ଅନୁସାରେ ତା ନାଁ ଲେଖା ହେଲା ହିମାଂଶୁ ଶେଖର। ଡାକିଲେ ସମସ୍ତେ ତପନ। ପିଲାଦିନେ ତାର ବହୁତ ଯତ୍ନ ନିଆଯାଉଥିଲା। ଅମୁଲ ଫଳରସ, ଜାତି ଜାତିକା ଫଳ, ଡବା ବିସ୍କୁଟ କେତେ କ'ଣ ଆସେ ସେ ଖାଇବ ବୋଲି। ଆମେ ତା ଅମୁଲ ଫଳରସ ବିସ୍କୁଟ ଖାଇଦେଉ ବୋଲି ମନେ ଅଛି। ଯେତେ ପ୍ରକାର ନୂଆ ଜାମା ପ୍ୟାଣ୍ଟ ତା ପାଇଁ ଆସେ। ଜନ୍ମଦିନରେ 21ରେ ତା ପାଇଁ ଠିଆପାଲା ହେଲା। ପ୍ରତିବର୍ଷ ଜନ୍ମଦିନରେ ସେ ବାଳକ ଲୀଳା, ସନ୍ଧ୍ୟାରେ ସତ୍ୟନାରାୟଣ ପୂଜା ତା ପାଇଁ ହୁଏ। ପିଲାଦିନେ ବହୁତ ଅଦ୍ଭୁତ ଥିଲା ସେ। ଥିବ କୁଆଡ଼େ ଲୁଚିଯିବ ଯେ ତାକୁ ଖୋଜି
ଖୋଜି ବୋଉ ପାଗଳି ଭଳି ହୋଇଯାଏ। ଆମେ ସବୁ କୁଆଡ଼େ ଖୋଜୁ, ବୁଲି ବୁଲି ଖୋଜୁ। ସେ ବେଳେବେଳେ କୁଟା ଗଦା ମୂଳରୁ ମିଳେ ତ କେତେବେଳେ ଖଟ ତଳୁ ମିଳେ। ଥରେ ବିନି ଜନ୍ମ ହୋଇଥାଏ। ସେଇଦିନ ବୋଉ ଏନ୍ତୁଳିଶାଳରେ ଥାଏ। ବାବୁ, କାଳିଆ ଆଉ ସେ ଖେଳୁଥିଲେ ପୋଖରୀ ପାଖରେ। ତା ଅଇନା କିଏ ପାଣିକି ଫୋପାଡ଼ି ଦେଲା। ସେ ଆଣିବାକୁ ଯାଇ ବୁଡ଼ିଗଲା। ନିରଦାଙ୍କ ବାଡ଼ିରେ କିଏ ଜଣେ କାମ କରୁଥିଲା। କିଏ ବୁଡ଼ି ଯାଉଛି ଦେଖି ଡାକି ଉଦ୍ଧାର କରି ଆଣିଲା। ବଡ଼ ବିପଦ। ମୃତ୍ୟୁ ମୁଖରୁ ସେ ବଞ୍ଚିଗଲା। ବୋଉ ବାଡ଼େଇ ପିଟି ହୋଇ କେତେ କାନ୍ଦିଛି। ଆମେ ସବୁ କାନ୍ଦିଲୁ ଏବଂ ଆମ ଆଖପାଖ ଗାଁରୁ ଲୋକ ସବୁ ଜମା ହୋଇଗଲେ ଦେଖିବା ପାଇଁ। ଯାହା ହଉ ସେ ତାର ନୂତନ ଜୀବନ ପାଇଲା। ପିଲାଦିନେ 5 ଜଣ ଧରି ଗାଈ ବାନ୍ଧିବା ତାର ଥିଲା ସବୁଠୁ ଭଲ କାମ। ସେ ପ୍ରଥମେ ଆମ ପିଲାମାନଙ୍କ ଭିତରେ ସାଇକେଲ ଶିଖିଲା, ଚଲେଇଲା ନିଜେ ନିଜେ। ମୁଁ ସାଇକେଲ ଶିଖିପାରିଲିନି ବୋଲି ଦୁଃଖ ଥିଲା। ସେ ଏମିତି ସାଇକେଲ ଚଲେଇଲା ଯେ ପାଠପଢ଼ା ଛାଡ଼ି ସାଇକେଲ ଧରି ବୁଲିଲା। ଅତି ଗେହ୍ଲା ହୋଇ ପାଠପଢ଼ା ପ୍ରତି ବିଶେଷ ଧ୍ୟାନ ଦେଲାନି। ଯଦିଓ ତାର ଷ୍ଟାଣ୍ଡାର୍ଡ଼ ଭଲ ଥିଲା। ମୁଁ ପାଠ ପଢ଼ିବା ପାଇଁ ସବୁବେଳେ ତା ସହ ଲାଗିଥାଏ। ଯାହା ଭଗବାନଙ୍କର ଇଚ୍ଛା ତାହା ପୂରଣ ହେଲା। ସେ ଭଲରେ ଅଛି, ଖୁସିରେ ଅଛି। ତା ପର ଭଉଣୀ ବିନି, କାଦମ୍ବିନୀ ଦାସ। ମୋ ଜେଜେମା ଅତି ଗେହ୍ଲା। 8ମ ଶ୍ରେଣୀ ପର୍ଯ୍ୟନ୍ତ ତା ହାତ ଧରା ହାତରେ ସେ ଖାଇନଥିଲା। ଚାହାଳିରେ ପଢ଼ୁଥିଲା। ତା ଅକ୍ଷର ଭାରି ସୁନ୍ଦର। ସେ ଭାରି ଶାନ୍ତଶିଷ୍ଟ, ଧୀର କଥା। ବିଶେଷ କଥା ସେ କୁହେନି। ସାହିତ୍ୟ ଭଲ ହୁଏ। ଅଙ୍କକୁ ତାର ଭାରି ଡର। ଭଲ କବିତା ଲେଖେ। ରାହାମା ଶିଶୁ ମନ୍ଦିରରେ ସେ ବରିଷ୍ଠ ଶିକ୍ଷୟିତ୍ରୀ ଥିଲା ଏବଂ ସେ ସାଇରରେ ବିବାହ କରିଥିଲା। ତା ପର ସାନ ଭଉଣୀ ସରୋଜିନୀ। ତାକୁ ଆମେ ଜିନୁ ବୋଲି ଡାକୁ। ସେ ଭାରି ସୁନ୍ଦର ଥିଲା, ଭାରି ଦୁର୍ବଳ ହୋଇଥିଲା। ଏତେ ଦୁର୍ବଳ ଯେ ଖେଳୁ ଖେଳୁ କ୍ଷୀର ଠେକିରେ ପଶିଯାଇଥିଲା। ଠେକି ଭଙ୍ଗା ହୋଇ ବାହାରିଲା। ସେ ଭାରି ବୁଦ୍ଧିଆ, କାମି। ସବୁ କାମ ଚଟାପଟ କରେ। ଆମ ଘରକୁ ଯିଏ ଆସେ ସେ ଭାରି ମିଶେ, ଦୁଷ୍ଟ ହୁଏ, ବଡ଼ ପିଲାମାନଙ୍କୁ ମାରେ। ସେ ମୋର ଚିଠିପତ୍ର ନେବା ଆଣିବା କରୁଥିଲା। ସାନ ଝିଅ ରୂପେ ବାପାଙ୍କର ସେ ଭାରି ଗେହ୍ଲା। ଆମର ମଧ୍ୟ। ବିନି ଜିନି ପରସ୍ପରକୁ ବହୁତ ଭଲ ପାଆନ୍ତି ଏବଂ ଜଣେ ବୋଲି ଡାକନ୍ତି। ତାଙ୍କ ସମ୍ପର୍କ ଅତି ନିବିଡ଼। ଜିନୁ ହାଇସ୍କୁଲର ଶିକ୍ଷୟିତ୍ରୀ। ତାର ବାହାଘର ମୁଁ ମଧ୍ୟ କରାଇଥିଲି। ତପନର ବାହାଘର ମୁଁ ମଧ୍ୟ କରାଇଥିଲି। ତାର ସ୍ତ୍ରୀ ବିଜୟଲକ୍ଷ୍ମୀ ବହୁତ ଆଦର୍ଶ ବୋହୂ ହୋଇଛି ଏବଂ ସେ ଆମର ସବୁ କଥା ବୁଝାବୁଝି କରେ। ବହୁତ ଭଲ। ଦିନେ ରାତିରେ ଆମେ ଶୋଇ ଗପୁଥିଲୁ ଭଉଣୀମାନେ ମିଶିକିରି। କାହାର କେମିତିଆ ବର ଦରକାର। ମୁଁ କହିଲି ମୋର ମେଧାବୀ, ବୁଦ୍ଧିମାନ, ଆଦର୍ଶବାଦୀ ବର ଦରକାର। ଅଞ୍ଜୁ କହିଲା ମୋର ଧନୀ ବର ଦରକାର। ଧନ ନଥିଲେ କିଛି କରିପାରିବନି। ବିନି କହିଲା ମୋର ଚନ୍ଦ୍ରୋଦୟା ସୁନ୍ଦର ବର ଦରକାର। ଯିଏ ବର ଦେଖିବାକୁ ଆସିବେ ସେ ଆଗ ସୁନ୍ଦରକୁ ଦେଖିବେ। ସାନ ଭଉଣୀ ଜିନୁ ଭାରି ବୁଦ୍ଧିଆ। ସେ କହିଲା ମୋର ବର ପାଠୁଆ, ଧନୀ, ସୁନ୍ଦର ସବୁ ଦରକାର। ପ୍ରାୟ ସମସ୍ତେ ସେମିତି ପାଇଛନ୍ତି। ଆମେ 3 ଭଉଣୀ ଶିକ୍ଷୟିତ୍ରୀ। ଅଞ୍ଜୁ ଥିଲା ଟାଟା କମ୍ପାନୀର ବରିଷ୍ଠ କିରାନୀ। ଆଉ ମୋ ଭାଉଜ ଡଲି, ସେ ମଧ୍ୟ ଜଣେ ଆଦର୍ଶ ଶିକ୍ଷୟିତ୍ରୀ। ବାପା ଥିଲେ ଆଦର୍ଶ ଶିକ୍ଷକ। ଆମର ଶିକ୍ଷକ ପରିବାର। ଆଉ ମୋ ଗାଁର ଭାଇ ଭଉଣୀମାନଙ୍କୁ ମୁଁ ଭାରି ଭଲ ପାଏ। ମୋ ସାନ ଭାଇ ବାବୁ, କାଳିଆ, ପାଗଳା, ଚଗଲା, ବାଜିଆ, ବିପିନା, ବିବୁନା, କୁନା, ଟୁନା, ଗୁଲୁ, ଫିଲୁ, ପୀର, କ୍ଷୀର, ସମୀର, ପୋକ, ବାବୁଲ, ପାଗଳା, ବୁନିଆ, କୁନିଆ, ବିକଳା, ଶୁକୁଟା, ମଙ୍ଗା, ଗଙ୍ଗା, ନୀଲୁ, ଅନୁ, କେତିନା, ନୃସିଂହ, ଶୁକ, ମଣ୍ଟୁ, ଦେବ, ଧନୁ, ବଲ, କବି, ପୁତୁରା, ଟୁବୁଲି, କାଳିଆ, ବଲ ଇତ୍ୟାଦିକୁ ନିଷ୍ଠାର ସହ ସେମାନେ ଗାଁର ଉନ୍ନତିମୂଳକ କାମରେ ମନ ଢାଳି ଦେଇଛନ୍ତି। ସେମାନଙ୍କୁ ମୁଁ ଭାରି ଭଲ ପାଏ। ମୋର ସାନ ଭଉଣୀ ସାଙ୍ଗ ଭଳି ଡଲି, କାଞ୍ଚନ, କାନନ, ଲିଲି, କାଳି, ଝୁନି, ରୀତା, ଟିକି, ବଜି, ରୋଜି, ଡେଜି, ଲେଜି, ଯମୁନା, ଲୋରି, ଘୁଗୁନା, ବାଟେଇ, କାଳି, ସତୀ, ସୁଲିଆ, ଚାନ୍ଦ, ମମି, ବେଲୁଣି, ଗାନୁ ଦୂରରେ ରହିଲେ ବି ଆଉ ଝିଆରୀ, ଟୁନି, ରୁନି ଏଇସବୁ ଆମ ଗାଁଠୁ ଦୂରରେ ରହିଲେ ବି ଗାଁର ସୁଖ ଦୁଃଖରେ ସାମିଲ ହୁଅନ୍ତି ସମସ୍ତେ। ଏହି ସମ୍ପର୍କ ଆମ ଗାଁର ସଂସ୍କୃତି ସଂଗତିର ଚାବିକାଠି। ଭାଇ ଭଉଣୀମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲେ ସବୁଠୁ ଖୁସି ହୁଅନ୍ତି ବାପା ମା'। ବାପା ସବୁବେଳେ କହୁଥିଲେ ତୁମମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରଖିବ। ସେ ସମସ୍ତଙ୍କ ପ୍ରଶଂସା ସମସ୍ତଙ୍କ ଆଗରେ କରନ୍ତି ଭଲ ସମ୍ପର୍କ ରହିବ ବୋଲି। ଥରେ ଅଞ୍ଜୁକୁ ସେ ମୋତେ ଡାକି କହିଥିଲେ ତପନ ଦାୟିତ୍ୱ ମଞ୍ଜୁର, ବିନି ଦାୟିତ୍ୱ ଅଞ୍ଜୁର। ମୁଁ କେମିତି ଘର
ଦାୟିତ୍ୱ ତୁଲାଉଛି ଭଗବାନ ହିଁ ଜାଣନ୍ତି। ଏବେ ବି ପ୍ରଭୁଙ୍କୁ ଡାକେ ମୋତେ ଶକ୍ତି ଦିଅ, ମୋ ଭାଇ ଭଉଣୀମାନଙ୍କ ପ୍ରତି ମୋ କର୍ତ୍ତବ୍ୟ କରିବାକୁ ମୁଁ ସକ୍ଷମ ହୁଏ। ଏତିକି, ନମସ୍କାର।